ଯେତେବେଳେ ରଥଯାତ୍ରା ସମୟରେ ଦେବୀ ମାତା ସୁଭଦ୍ରା ଯେତେବେଳେ ରଥକୁ ବିରାଜମାନ କରିଥାନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ମାନବୀୟ ଲୀଳା କରୁଛନ୍ତି। ଜଗନ୍ନାଥ ବର୍ତ୍ତମାନ ମାନବୀୟ ଲୀଳାରେ ଅଛନ୍ତି। ମନୁଷ୍ୟ ଯାହା କରିବ ଜଗନ୍ନାଥ ସେୟା କରନ୍ତି। ଆପଣ ସକାଳୁ ଉଠିଲେ ମୁହଁ ଧୁଅନ୍ତି, ମହାପ୍ରଭୁ ବି ମୁହଁ ଧୁଅନ୍ତି। ଆପଣ ଜଳଖିଆ କରନ୍ତି, ମହାପ୍ରଭୁ ବି ଜଳଖିଆ କରନ୍ତି। ଆପଣ ଗାଧାନ୍ତି, ମହାପ୍ରଭୁ ବି ଗାଧାନ୍ତି। ବର୍ତ୍ତମାନ ମାନବୀୟ ଲୀଳାରେ ମହାପ୍ରଭୁମାନେ ଅଛନ୍ତି। ଯଦି ଆମେ ଭଦ୍ରେ ଭଦ୍ରା ସୁଭଦ୍ରାଙ୍କ କଥା ଯଦି କହିବା, ଯେତେବେଳେ ରଥାରୂଢ଼ ହେଉଛନ୍ତି ମା ସୁଭଦ୍ରା, ସେତେବେଳେ ସୁଭଦ୍ରାଙ୍କର ରଥର ସାରଥୀ ହେଲେ ଅର୍ଜୁନ। ସେ କହୁଛନ୍ତି, ମନ୍ଦିର ଭିତରେ ଥିଲାବେଳେ ମୁଁ ମୋ ଦୁଇ ଭାଇଙ୍କର, ମୋ ପରିବାରର, ମନ୍ଦିରରୁ ଥରେ ପଦାକୁ ବାହାରିଲା ପରେ ପ୍ରତ୍ୟେକ ଓଡ଼ିଆ ନାରୀଙ୍କ ପାଇଁ ଗୋଟିଏ ମା ସୁଭଦ୍ରାଙ୍କର ସୁନ୍ଦର କଥା। ଯେଉଁ ନାରୀ ସବୁବେଳେ କୁହେ ମୁଁ ହେଉଛି ସର୍ବସ୍ୱ, ସବୁକିଛି ମୁଁ ଏକା କରିପାରେ, ସୁଭଦ୍ରା ସୁନ୍ଦର ଭାବରେ ସମସ୍ତ ମାନବ ସମାଜକୁ ଉଦାହରଣ ଦେଉଛନ୍ତି। ଯେତେବେଳେ ସିଏ ରଥରେ ବସନ୍ତି, ତାଙ୍କ ରଥର ସାରଥୀ ଅର୍ଜୁନ ହିଁ ହୁଅନ୍ତି।